बंधुगण देखंतु जदि आपण ओडिशा सरकारଙ୍କ अधीନରେ कनेस्टेबल आकार चाकरी करने ପାଇଁ ଚାହୁଁଛନ୍ତି ନା ଦେନ୍ ବହୁତ ଜଲ୍ଦି ଆପଣ କହିପାରନ୍ତି ମ୍ୟାକ୍ସିମମ୍ ନଭେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ସର୍ବମୋଟ ଆପଣ 4219 ଗୋଟି କନଷ୍ଟେବଲର ଭେକେନ୍ସି ଦେଖିବାକୁ ପାଇବେ। ତ ଯଦି ଆପଣ କେବଳ ପ୍ଲସ୍ ଟୁ ପାସ୍ କରିଛନ୍ତି ନା କେବଳ ପ୍ଲସ୍ ଟୁ ପାସ୍ ଏବଂ ଆପଣଙ୍କର ବୟସ ମିନିମମ୍ 18 ବର୍ଷରୁ ଆପଣଙ୍କର 26 ବର୍ଷ ଜେନେରାଲ ପିଲାଙ୍କ ପାଇଁ ମାନେ ଜେନେରାଲ ପୁଅମାନଙ୍କ ପାଇଁ ଆଉ ବାକି ସମସ୍ତଙ୍କର 18ରୁ 31 ବର୍ଷ ଭିତରେ ଯଦି ଆପଣଙ୍କର ବୟସ ରହିଛି ଉଭୟ ପୁଅମାନଙ୍କ ପାଇଁ ମଧ୍ୟ ଝିଅମାନଙ୍କ ପାଇଁ ମଧ୍ୟ ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଡିଟେଲ ଇନଫର୍ମେସନ୍ ପ୍ରୋଭାଇଡ଼ କରିବି ଯେ ଆପଣଙ୍କର ସିଲାବସ୍ କ'ଣ ରହିଥାଏ, ଏକ୍ଜାମ ପ୍ରୋସେସ୍ ଆପଣଙ୍କର କ'ଣ ରହିଛି, ସିଲେକ୍ସନ୍ କେମିତିକା ଆପଣଙ୍କର ହୁଏ, ଆପଣ କେମିତିକା ୱେରେ ପଢ଼ିବେ, ସବୁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଆପଣ କେଉଁଠୁ ପାଇବେ। ତ ଭିଡ଼ିଓଟିକୁ କମ୍ପ୍ଲିଟଲି ଦେଖିବେ, ସବୁ ସାଙ୍ଗମାନଙ୍କୁ ବି ଆପଣ ଲାଇକ୍ ଆଉ ସେୟାର କରିକି ଜଣାଇଦେବେ ଯଦ୍ୱାରା କି ସମସ୍ତେ ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ ଏବଂ ଡେଡିକେଟେଡଲି ଆପଣ ପଢ଼ିବା ପାଇଁ ଚାହୁଁଛନ୍ତି ନା ଦେନ୍ ଏବେ ହିଁ ପ୍ଲେ ଷ୍ଟୋରକୁ ଯାଇକି ଆପଣ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ ଯଦ୍ୱାରା କି ଆପଣ ଡେଡିକେଟେଡଲି ପଢ଼ିପାରିବେ ଏବଂ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ ରହିଛି ଆମର ଓଡ଼ିଶା ଟିଚର ଆସୋସିଏସନ୍, ଯାହାର ଲିଙ୍କ ଆପଣଙ୍କୁ ଏହି ଭିଡ଼ିଓର ଡେସ୍କ୍ରିପ୍ସନରେ ଆପଣଙ୍କୁ ମିଳିବ। ଦେଖିବେ କୌଣସି ବି ଫେକ୍ ଗ୍ରୁପରେ ଆପଣ ଜଏନ୍ ହେବେନି। ଯେଉଁ ଗ୍ରୁପରେ 2,17,000ରୁ ଅଧିକ ପିଲା ଅଛନ୍ତି ଆପଣ ସେଇ ଗ୍ରୁପରେ ଜଏନ୍ ହେବେ ଯଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଦେଖନ୍ତୁ এই ଗ୍ରୁପର ଲିଙ୍କ ଆପଣଙ୍କୁ କେଉଁଠି ମିଳିବ, ଏହି ଭିଡ଼ିଓର ଡେସ୍କ୍ରିପ୍ସନରେ ଆପଣଙ୍କୁ ମିଳିଯିବ, ନଚେତ୍ ଆପଣ 8895154969 এই ନମ୍ବରରେ ଆପଣ ଖାଲି ହ୍ୱାଟ୍ସଆପ୍ରେ ହାଇ ଲେଖିଦେବେ, ଆପଣଙ୍କୁ ହ୍ୱାଟ୍ସଆପ୍ ଗ୍ରୁପ, ଟେଲିଗ୍ରାମ ଗ୍ରୁପ ତଥା ମୋତେ ପର୍ସନାଲି ମେସେଜ କରିବାର ଲିଙ୍କ ମଧ୍ୟ ଆପଣଙ୍କୁ ମିଳିଯିବ। এই ଗ୍ରୁପରେ ଆପଣ ଜଏନ୍ ହେଲା ପରେ କେବଳ ଫାଇଲ୍ସକୁ ଯିବେ, ଲେଖିଦେବେ ଆପଣ କେବଳ କନଷ୍ଟେବଲ, ଠିକ ଅଛି, ଏମିତି ଲେଖିଦେବେ, ଆପଣଙ୍କୁ ସବୁ କ୍ୱେଶ୍ଚେନ୍ ତା ସହିତ ଆନ୍ସର କି A to Z ସବୁ ଜିନିଷ ଆପଣଙ୍କୁ ଏଥିରେ ମିଳିଯିବ। ଠିକ ଅଛି ବନ୍ଧୁଗଣ, ଦେଖନ୍ତୁ ଯେମିତି ଆପଣ ଜାଣିଥିବେ ଯେ ଗତକାଲି ହିଁ ଆପଣଙ୍କର ରାଜ୍ୟ ପୁଲିସ ମୁଖ୍ୟାଳୟର ପ୍ରସ୍ତାବକୁ ସରକାର ଅନୁମୋଦନ ଆପଣଙ୍କର କରିଦେଇଛନ୍ତି। ଯେହେତୁ ଆପଣଙ୍କର ଅନୁମୋଦନ ହେଇସାରିଛି ତ ଆପଣମାନେ ଏକ୍ସପେକ୍ଟ କରିପାରନ୍ତି, ଦେଖନ୍ତୁ 2022ରେ ମାନେ 2023ରେ ଆପଣ କହିପାରନ୍ତି ଆପଣଙ୍କର ଯେଉଁ ନୋଟିଫିକେସନ୍ ପବ୍ଲିଶ ଆପଣଙ୍କର ହେଇଥିଲା ତାହାର ଦେଖନ୍ତୁ ଅନଲାଇନ୍ ଆପ୍ଲାଏ ସେଇ ଡିସେମ୍ବର ମାସରେ ହିଁ ଆପଣଙ୍କର ହେଇଥିଲା, ଡିସେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ। ତ ଆପଣ ଏଇ ବର୍ଷ ମଧ୍ୟ ଏକ୍ସପେକ୍ଟ କରିପାରନ୍ତି ଯେ ସେମ୍ ସେ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଆପଣମାନେ ଅନଲାଇନ୍ ଆପ୍ଲାଏ ଆପଣ କରିବେ। ଯେଉଁ ଲାଷ୍ଟ ଟାଇମ୍ ଆପଣଙ୍କର ଭେକେନ୍ସି ବାହାରିଥିଲା ସେଥିରେ 4,790 ଗୋଟି ଆପଣଙ୍କର ପଦବୀ ଆସିଥିଲା, କିନ୍ତୁ ଏଇ ବର୍ଷ ଆପଣଙ୍କ ପାଇଁ 4,219ଟି ପଦବୀ ଆସିବାକୁ ଆପଣଙ୍କର ଯାଉଛି। ହୁଏତ ପଦବୀ କିଛି ବଢି ବି ପାରେ, କହିହବନି, ବଟ୍ ସେତିକି ଆପଣଙ୍କର ପଦବୀ। ଆଉ ଏଥିରେ ସବୁ ଜିଲ୍ଲା ପାଇଁ ଆପଣଙ୍କର ରହିଥାଏ, ସବୁ ଜିଲ୍ଲା ପାଇଁ ଡେଡିକେଟେଡଲି ଭେକେନ୍ସି ରହିଥାଏ। ତା ସହିତ ଆପଣଙ୍କ ପାଇଁ ଯେଉଁ GRP ଗଭର୍ଣ୍ଣମେଣ୍ଟ ରେଲୱେ ପୋଲିସ ପାଇଁ ରହିଥାଏ ଏବଂ ପୋଲିସ କମିଶନରେଟ ପାଇଁ ମଧ୍ୟ ଆପଣଙ୍କର ଭେକେନ୍ସି ରହିଥାଏ। ଠିକ ଅଛି, ତ ଏଥିରେ କ'ଣ କ'ଣ କ୍ରାଇଟେରିଆ ଆପଣଙ୍କ ରହିଛି ଆଉ କୋଉ ଜିନିଷ ଗୁଡ଼ା ଆପଣ ରେଡି କରିକି ରଖିବେ ତା ସମ୍ପର୍କରେ ମଧ୍ୟ ମୁଁ ଆପଣଙ୍କୁ କହୁଛି। ଦରମା ଦେଖନ୍ତୁ କେତେ ମିଳିବ, 21,700ରୁ 69,100 ଆପଣଙ୍କୁ ମିଳିବ। ଦରମା ବହୁତ ହି ଭଲ ଆପଣଙ୍କ ରହିଥାଏ। ଠିକ ଅଛି, ଏଜ୍ ଲିମିଟ୍ ଆପଣ ଦେଖନ୍ତୁ 18ରୁ ଆପଣଙ୍କର 23 ବର୍ଷ, କିନ୍ତୁ କେବଳ ଏଇ ବର୍ଷ ପାଇଁ 2025 ପାଇଁ ଆପଣଙ୍କର ଏଜ୍ ରିଲାକ୍ସେସନ ଅଛି। ତ ଜେନେରାଲ ଆପଣଙ୍କର ପୁଅମାନଙ୍କ ପାଇଁ ହେଲା 18ରୁ ଆପଣଙ୍କର 26 ବର୍ଷ ଜେନେରାଲ ପୁଅମାନଙ୍କ ପାଇଁ। ବାକି ଆପଣଙ୍କ ଯେଉଁ ରହିଲେ ST, SC, SCBC ତଥା ସବୁ ଝିଅମାନଙ୍କ ପାଇଁ, ସମସ୍ତଙ୍କ ପାଇଁ, ବାକି ସମସ୍ତଙ୍କ ପାଇଁ 18ରୁ ଆପଣଙ୍କର 31 ବର୍ଷ ଏଜ୍ ଲିମିଟ୍ ଆପଣଙ୍କର ଅଛି। ବୁଝିଗଲେ, କେବଳ ଜେନେରାଲ ପୁଅମାନଙ୍କର 18ରୁ 26 ବର୍ଷ ଆଉ ST, SC, SCBC ତାପରେ ଆପଣଙ୍କର ସବୁ ଝିଅ ଅଲ୍ ସବୁ ଲେଡିଜ୍ ମାନଙ୍କ ପାଇଁ 18ରୁ 31 ବର୍ଷ। ଏବେ ଏଜ୍ କାଲକୁଲେଟ୍ ଆପଣ କେମିତି କରିବେ, ସିମ୍ପଲି ଗୁଗଲକୁ ଆପଣ ଯିବେ, ସର୍ଚ୍ଚ କରିବେ ଏଜ୍ କାଲକୁଲେଟର। ଯେଉଁ ପ୍ରଥମ ୱେବସାଇଟ୍ ଆପଣଙ୍କର ଆସିଲା ତା ଉପରେ ଆପଣ କ୍ଲିକ୍ କରିବେ, ଏଇଠି ନିଜର ଡେଟ୍ ଅଫ୍ ବାର୍ଥକୁ ଆପଣ ଦେବେ ଆଉ ଏଇ ଯେଉଁ ଏଜ୍ 8 ଲେଖା ହେଇନି କି ଏଇଟାକୁ ଆପଣ ଜାନୁଆରୀ 1 କରିବେ,
कहीं एज कैलकुलेट 1 जनवरी 2025 रु कैलकुलेट करा जिवो। तो जदि आपनकर बयस एतकी भितरे अछि देन आपण माने अप्लाई करि परिबे। एज लिमिट आपण माने जानि गले ठीक अछि। एबे नेक्स्ट जदि हमें क्वालिफिकेशन डिस्कशन आपनकर करबा केवल +2 पास आपनको दरकार। जदि आपण केवल +2 पास करिसंती ताले आपण माने अप्लाई करि परिबे ठीक अछि जानि गले। देन आउ गोटे जिनस बहुत ही गुरुत्वपूर्ण टिके भलसे लक्ष्य करंतु मस्ट हैव रजिस्टर्ड इन वन ऑफ द एम्प्लॉयमेंट एक्सचेंज of the district or covering the district for which he applies for the recruitment ଆପଣଙ୍କର ଯେମିତି and before the date of publication of advertisement ଆପଣ ଯଦି ଏ ଯୋଉ କନେଷ୍ଟେବଳ ଆକାରରେ ଚାକିରି କରିବା ପାଇଁ ଚାହୁଁଛନ୍ତି ନା ଦେନ୍ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ରେଜିଷ୍ଟ୍ରେସନ କରିବା ଆପଣଙ୍କ ପାଇଁ ବହୁତ ହି ଜରୁରୀ। ତ ଯଦି ଆପଣ ପୂର୍ବରୁ କରିଛନ୍ତି ଭ୍ୟାଲିଡିଟି ଅଛି ଦେନ୍ ଆଉ କିଛି କରିବା ଦରକାର ନାହିଁ। ଯଦି ଆପଣଙ୍କର ଭ୍ୟାଲିଡିଟି ସରିଯାଇଛି ରିନ୍ୟୁଆଲ କରିଦିଅନ୍ତୁ। ରିନ୍ୟୁଆଲ କେମିତି କରିବେ ଆପଣ ଅନଲାଇନରେ ବି କରିପାରିବେ ନହେଲେ ନିକଟସ୍ଥ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜକୁ ଯାଇକି ଆପଣ ଯେମିତି ରିନ୍ୟୁଆଲ କରିଦିଅନ୍ତୁ ମାନେ ଡକୁମେଣ୍ଟ ରେଡି କରିକି ରଖନ୍ତୁ। ଆଚ୍ଛା ଯେଉଁମାନଙ୍କର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ରେଜିଷ୍ଟ୍ରେସନ ହିଁ କରିନାହାନ୍ତି ସେମାନେ କ'ଣ କରିବେ ସେମାନେ ଏବେ ଏବେ ହିଁ ଆପଣମାନେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ କରିଦିଅନ୍ତୁ। ଅନଲାଇନରେ କରିପାରିବେ ୟୁଟ୍ୟୁବରେ सर्च करें एम्प्लॉयमेंट एक्सचेंज रजिस्ट्रेशन बाय लक्ष्मीधर सर कि सब जिन ऑनलाइन आपंकर बर्तमान हो आउ गोटे जिन भलसे लक्ष्य करूँ द कैंडिडेट्स अप्लाइंग फॉर द पोस्ट अगेंस्ट कमिश्नरेट ऑफ पुलिस कटक भुवनेश्वर मस्ट हैव रजिस्टर्ड देयर नेम्स इन वन ऑफ द एम्प्लॉयमेंट एक्सचेंज ऑफ कटक और खोर्धा डिस्ट्रिक्ट बिफोर द डेट ऑफ पब्लिकेशन ऑफ द एडवर्टाइजमेंट फॉर रिक्रुटमेंट। देखो जो मैंने कमिश्नरेट रे आपणकर अप्लाई करेंगे ସେମାନେ ଆପଣଙ୍କର ଷ୍ଟେଟରେ ଆପଣଙ୍କର ଏଇ ଯୋଉ ଦେଖ କରିଥିଲେ ଭଲ ଠିକ ଅଛି। ଆଉ ଏସଟି କାହିଁକି ଏସଟି ଏସସି ମାନେ ସେମାନେ ଆପଣଙ୍କର ସ୍ପେଶାଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଭୁବନେଶ୍ୱରରେ ରେଜିଷ୍ଟ୍ରେସନ ଆପଣଙ୍କର କଲେ ସେମାନେ ସବୁ ଜାଗାରେ ଏନ୍ ଡିଷ୍ଟ୍ରିକ୍ଟକୁ ଆପଣଙ୍କର ଆପ୍ଲାଏ କରିପାରିବେ। କିନ୍ତୁ ବାକି ଆପଣଙ୍କର ଯୋଉ ରହିଲେ ଆପଣଙ୍କର ଜେନେରାଲ ଆଉ ଏସିବିସି ମାନେ ଜେନେରାଲ ଆଉ ଏସିବିସି ମାନେ ସେମାନେ କେବଳ ନିଜ ପାଇଁ ନିଜ ଜିଲ୍ଲା ପାଇଁ ଆପଣଙ୍କର ଆପ୍ଲାଏ କରିପାରିବେ ଆଉ ତା ସହିତ ଯୋଉ ଆପଣଙ୍କର ରହିଲା କମିଶନରେଟ୍ ତା ପାଇଁ ମଧ୍ୟ ଆପଣଙ୍କର ଆପ୍ଲାଏ କରିପାରିବେ। ତେଣୁକରି ଏସଟିଏସସି ମାନେ ସ୍ପେଶାଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ରେଜିଷ୍ଟ୍ରେସନ ଆପଣଙ୍କର କଲେ ସେମାନେ କୌଣସି ବି ଜିଲ୍ଲା ପାଇଁ ଆପଣଙ୍କର କରିପାରିବେ ଠିକ ଅଛି। ଲେଖା ହେଇଛି ଦେଖନ୍ତୁ ଟୁ ଏନି ଡିଷ୍ଟ୍ରିକ୍ଟ ଅଦର ଦେନ୍ ଦେୟାର ଓନ୍ ଡିଷ୍ଟ୍ରିକ୍ଟ ଟୁ ରେଜିଷ୍ଟର ଦେୟାର ନେମ୍ସ ଇନ୍ ସ୍ପେଶାଲ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ। ଆଉ ବାକି ମାନେ ତ ସବୁ ନିଜ ଜିଲ୍ଲା ପାଇଁ ଆପଣଙ୍କର କରିବେ ତା ସହିତ ଏଇ ଯୋଉ ଜିଆରପି ଆଉ ଆପଣଙ୍କର କମିଶନରେଟ୍ ପାଇଁ ମଧ୍ୟ ଆପଣଙ୍କର ଟ୍ରାଏ କରିପାରିବେ ଠିକ ଅଛି ଜାଣିଗଲେ। ତ ଆପଣ ମାନେ କାइंडली एम्प्लॉयमेंट एक्सचेंज रजिस्ट्रेशन जेमिति आपण करिदेबे निहाती बिफोर आपणकर ए जो डेट ऑफ पब्लिकेशन ऑफ एडवर्टाइजमेंट ठीक अछि जानिले। देन आउ आउ कोन कोन सब रेडी करके रखिथिबे जेमिति हमरो जो 10th +2 सर्टिफिकेट मार्कशीट ए सब तो आपणकर थिबो एथरे किछि डाउट नै। ता सहित आपणकर एम्प्लॉयमेंट एक्सचेंज जोटा मु आपण कहली आउ बाकी आपणकर कास्ट आउ रेसिडेंट यदि वैलिडिटी आपणकर अछि देन बहुत ही भलो यदि नाही नुआ काढी दियंतु कास्ट आउ रेसिडेंट भी आपण जेमिति काढी देथिबे यदि आपणकर नाही रेडी करके रखि दियंतु ठीक अछि। एबे सिलेक्शन देखंतु आपणकर केमिति का हबो ना आगो आपण मानकर ओएमआर ऑफलाइन मोड रे आपणकर परीक्षा हेइ पारे कि ऑनलाइन कहबोनी एटा मु पूर्व वर्ष माने जो पूर्व रिक्रूटमेंट हेइतला ता संपर्क रे कहउछेला जो थरे 100 टा देखो 100 टा क्वेश्चन पडिबो 2 घंटा आपणकर परीक्षा गोटे ठीक कले 1 मार्क मिलिबो गोटे भूल कले 0.25 मार्क आपणकर कटिबो। एथिरे आपण क्वालिफाई कला परे आपणकर फिजिकल स्टैंडर्ड आउ फिजिकल एफिशिएंसी टेस्ट हबो ड्राइविंग टेस्ट तो अलगा जो माने अलगा पोस्ट पाई अब मेडिकल देन एग्जामिनेशन आपणकर हबो कोनोसी भाइबा वगैरह आपणकर किछि भी नाही ठीक अछि। एबे आसन देखिबा आपणकर जे फिजिकल स्टैंडर्ड आपणकर कोन कोन दरकार पुओ मानक पई झियो मानक पई जनरल आउ एससीबीसी पुओ मानकर हाइट 168 सेंटीमीटर वेट 55 केजी चेस्ट सेमती आपण देखि दियंतु आउ जनरल आउ एससीबीसी वुमेन मानकर हाइट 158 सेंटीमीटर वेट 47.5 केजी एसटीएससी मानकर मध्य आपण मान देखि दियंतु ठीक अछि। देखिले सेमिति फिजिकल एफिशिएंसी टेस्ट क्वालिफाइंग इन नेचर रहिछि पुओ मानकु रनिंग करिया पई पडिबो 1600 मीटर 6 मिनिट 30 सेकंड रे आउ झियो सब झियो मानकु 1600 मीटर 8 मिनिट 30 सेकंड रनिंग करिया पई पडिबो एवं ब्रॉड जंप आपनको रहिछि देखंतु आउ लॉन्ग ए जो झियो पुओ मानक पई मध्य झियो मानक पई मध्य आपनको रहिछि
ड्राइविंग टेस्ट तो आपणकर जो अलग अलग रही आपणकर आउ सेमिति एडमिट कार्ड संपर्क में मुझे कौन कहि एबे नेक्स्ट देखो आपणकर एथिरे जो परीक्षा आपणकर हबो एथिरे कौन कौन आपणकर दरकार ठीक अछि अच्छा एबे देखि दियंतु एथिरे कौन कौन हमर सब परीक्षा रे पडिबो वाला ठीक अछि जो थिरे हमर ओडिया आपणकर पडिबो इंग्राजी आपणकर पडिबो मैथमेटिक्स जनरल नॉलेज बा जीके सिचुएशनल अवेयरनेस रीजनिंग आउ कंप्यूटर बहुत बेसिक जिनस आपणकर पड़े आपण क्वेश्चन को देखले जानि परिबे ठीक अछि हैला तो एटा ही आपणकर सिलेबस रही छी आपण ओडिया पई कोन करिवे ओडिया ग्रामर फुल कवरेज क्लास आपण करि देबे एप्लीकेशन रे अवेलेबल अछि आउ ता सहित जितकी भी क्वेश्चन हमर पड़ी ओएसएससी और ट्रिपल एससी रो सब गुडा कर देबे इंग्राजी ग्रामर मध्ये हम सब जिंस कर दे परिबा मैथमेटिक्स आपणकर रीजनिंग बेसिक कंप्यूटर आपणकर सिचुएशनल अवेयरनेस तो आपण क्वेश्चन को देखले जानि परिबे ठीक अछि हैला तो एटा रहला आपणकर तो आशा करी आपन को कंप्लीट इनफॉरमेशन प्रोवाइड करि पारिछि थैंक यू जय जगन्नाथ धन्यवाद थैंक यू जय जगन्नाथ।